Om Namah Shivaya. So this video is devoted to all my dear sister Divyansi and all the students of Saraswati Shishu Vidya Mandir, Saraswati Ganitamaala ତୃତୀୟ ଶ୍ରେଣୀ ଓମ୍ ଶିକ୍ଷା ବିକାଶ ସମିତି ଓଡ଼ିଶା ଭୁବନେଶ୍ୱର 10। ଗୋଟିଏ ମ୍ୟାଜିକ୍ ଦେଖାଇବି ଛୁଆମାନେ ଦେଖ, ଏଠାରେ ଯେଉଁ ଓଂ ଅଛି ଏଟାକୁ ଉପରକୁ କରିଦିଅ, ଆଉ ଏଇଟା ଯେଉଁ ବ୍ୟାଣ୍ଡ ଅଛି ସ୍ୱସ୍ତି ଭଳିଆ ତାକୁ ସିଧା କରିଦିଅ, ଦେଖିବ ତ୍ରିଶୂଳ ହେଇଯିବ। ଜାଣିପାରିଲ? ତାପରେ ଦେଖ ହେଲା, ତାପରେ ଦେଖ ଏଇଟା କିଏ? ଶଙ୍କରାଚାର୍ଯ୍ୟ। ଏଇଟା କିଏ? ଏଇଟା ତ ତୁମେ ଜାଣିଥିବ, ଏ ତ ମାତା ସରସ୍ୱତୀ ବିଦ୍ୟାଦାତ୍ରୀ। ତିନି ପ୍ରକାର ଶକ୍ତି ଥାଏ ନା, ଗୋଟେ ଲକ୍ଷ୍ମୀଙ୍କର ଶକ୍ତି, ଯେଉଁ ଧନ ଦୌଲତ, ତା ଭିତରେ ଗୋଟେ ଶକ୍ତି ଠିକ୍ କାମରେ ଉପଯୋଗ କରିବା କଥା। ପାର୍ବତୀ ମାତାଙ୍କ ଶକ୍ତି, ଦେହର ଶକ୍ତି, ଶରୀର ଫିଜିକାଲ ଏନର୍ଜି। ତାପରେ ବିଦ୍ୟା ବୁଦ୍ଧି ଯେଉଁ ଶକ୍ତି ଥାଏ, ସେଥିରୁ ବଡ଼ ଶକ୍ତି କ'ଣ? ବଡ଼ ଧନ କ'ଣ? ବିଦ୍ୟା। ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ। ତାର ବିଦ୍ୟା ବୁଦ୍ଧି ବଳରେ ସେ ସିଂହକୁ ବି ମାରିଦେଲା, ଦେଖିପାରୁଛ ନା? ସତ୍ୟମ୍ ସ୍ୱୟମେବ ମୃଗେନ୍ଦ୍ରତା। ଠିକ୍ ଅଛି, ତାପରେ ଦେଖିବା ପ୍ରଥମ ପାଠରୁ ଆରମ୍ଭ କରିବା ହେଲା। ସଂଖ୍ୟା ପରିଚୟ। ସଂଖ୍ୟା ପରିଚୟ କ'ଣ? ଦେଖ ଏପରି, ଠିକ୍ ଅଛି ନା? 1000ରୁ 1999 ପର୍ଯ୍ୟନ୍ତ ସଂଖ୍ୟା। 1000ରୁ 1999 ପର୍ଯ୍ୟନ୍ତ କେତୋଟି ସଂଖ୍ୟା ଅଛି? ଅବଭିୟସ୍ଲି 999ଟି ସଂଖ୍ୟା ଅଛି। ଯଦି 1000କୁ ଛାଡ଼ି ଦିଆଯାଏ 1001, 1002, 1003, 1004, ସେପରି 999ଟି ସଂଖ୍ୟା ଅଛି। ସଂଖ୍ୟା ସାରଣୀ, ସଂଖ୍ୟା ସ୍ଥାନୀୟ ମାନ, ବିସ୍ତାରିତ ରୂପ। ଦେଖ 999 କେମିତି ଲେଖିପାରିବା ଦେଖିଲ? ଏଥିରେ ତ କିଛି ହଜାର ନାହିଁ। 9 ଶତକ, 9 ଦଶକ, 9 ଏକକ, ଏଠାରୁ ଷ୍ଟାର୍ଟ ହୁଏ ନା? ଏକକ, ଦଶକ, ଶତକ, 1, 10, 100, ବୁଝିଲ? ତ ବିସ୍ତାରିତ ରୂପ ଦେଖିଲେ କେମିତି ଲେଖିବା? 900 କେମିତି? 900 ଲେଖିବା। 9 ଦଶକୁ 90 ଲେଖିବା। 9 ଏକକୁ 9 ଲେଖିବା। ପୁଣି ଦେଖ 1000, ଏଠି କ'ଣ? 1000, 0 ଶତକ, 0 ଦଶକ, 0 ଏକକ। ତ 1000 କ'ଣ? 1000, 0 ମତଲବ କ'ଣ? 0 ଆଲୁ, 0 ଦଶ ମତଲବ ବି 0, 0 ଏକ ମତଲବ ବି 0। ବୁଝିପାରିଲ ପିଲାମାନେ? ଓମ୍ ନମଃ ଶିବାୟ। 1158ରେ କ'ଣ ଅଛି? 1000, 100, 5 ଦଶକ, 8 ଏକକ। 1000, 1 ଶତକ, 5 ଦଶକ, 8 ଏକକ। 1000 ମାନେ 1000, 100 ମାନେ 100, 5 ଦଶ ମାନେ 50, 8 ଏକ ମାନେ 8। 1843ରେ କ'ଣ ଅଛି? 1000, 8 ଶତକ, ତାପରେ କ'ଣ ହେବ? 4 ଦଶକ, 3 ଏକକ ହେଲା। 1000, 800, 4 10, 3 ଏକ। 1000 ମାନେ କ'ଣ? 1000, 800 ମାନେ 800 ଟଙ୍କା ନାଇଁ ଏନିକେ। 4 10 ମାନେ 40, ଇଲିସି 40। ଓମ୍ ନମଃ ଶିବାୟ। 3 ଏକକ ମାନେ 3, 3ଟା ଏପରି ଦିଶେ ନା? ଏପରି ଦେଖ 3ଟା, ଆମ ଓଡ଼ିଆର 3 ଦେଖ 3, ଏଇଟା 3, ବୁଝିଲ? ତ 1259ରେ 9ର ସ୍ଥାନୀୟ ମାନ 9, 1 ବା 9। ଏଥିରେ କିଛି ନାହିଁ, ସ୍ଥାନୀୟ ମାନ ଦେଇଛି। 5ର ସ୍ଥାନୀୟ ମାନ ତୁମକୁ ବୁଝେଇ ଦେଉଛି ପଢ଼ିକିରି। 5ର ସ୍ଥାନୀୟ ମାନ 5 10 ବା 50। 2ର ସ୍ଥାନୀୟ ମାନ 200 ବା 200। 1ର ସ୍ଥାନୀୟ ମାନ 1000 ବା 1000। ତ 9ଟା ଏକକ ସ୍ଥାନୀୟ ନା? 5ଟା ଦଶକ, 2ଟା ଶତକ, 1ଟା କ'ଣ ହେବ? 1000। ମୁଁ 1000 ପର୍ଯ୍ୟନ୍ତ ଦେଇଛି ନା? ଆଉ ଏଇଟା ଦେଖ କେଉଁଠି? 1000ରୁ 1999 ମଧ୍ୟରେ ଆସୁଛି ନା ନାହିଁ? 1200 ଯିବ, ତାପରେ 1259। ଧର କୌଣସି ଗୋଟେ ତୁମେ କିଣିଲ ପିଜ୍ଜା, ଯାହାର ଦାମ 1259 ଟଙ୍କା ଥିଲା, ବୁଝିପାରିଲ? ଏବେ 1259ର ବିସ୍ତାରିତ ରୂପ। ବିସ୍ତାରିତ ରୂପ ମାନେ କ'ଣ? 1000କୁ 1000 ଲେଖିବ, 200କୁ 200 ଲେଖିବ, 5 10କୁ 50 ଲେଖିବ, 9 ଏକକୁ 9 ଲେଖିବ। 9 ଗୁଣନ 1, ବୁଝିଲ ନା? 5 ଗୁଣନ 10, 2 ଗୁଣନ 100, 1 ଗୁଣନ 1000 କେତେ ହେବ? 1 ଗୁଣନ 1000 1000 ହେବ। 2 ଗୁଣନ 100 200 ହେବ। 5 ଗୁଣନ 10 50 ହେବ। 9 ଗୁଣନ 1 9 ହେବ ନା? ତାପରେ ଦେଖ 1 ଗୁଣନ 1000 ଯୋଗ 2 ଗୁଣନ 100 ଯୋଗ 5 ଗୁଣନ 10 ଯୋଗ 9 ଗୁଣନ 1 ବିଦ୍ର ଯେକୌଣସି ସଂଖ୍ୟାରେ ଶୂନ ସ୍ଥାନୀୟ ମାନ ସର୍ବଦା ଶୂନ ହୁଏ। ଆରେ ଭାଇ ଶୂନ ତ ଶୂନ ନା, ବୁଝିଛ? ମାନେ ଶୂନ। ଆଉ ଗୋଟେ କଥା ଜାଣ,
ଏଇ ଏକର ପରେ ଯେତିକି ଶୂନ ଅଛି ତାର ଗୋଟେ ଭ୍ୟାଲ୍ୟୁ ଅଛି, ତାର ମାନେ ଗୋଟେ ଅଛି, ତାର ମୂଲ୍ୟଟେ ଅଛି। କିନ୍ତୁ କେଉଁଠି ବି ପିଲାମାନେ ଦେଖିବ ସପିଂ ହାଉସ୍ ଯାଇଛ କି ଫ୍ଲିପକାର୍ଟରେ କ'ଣ ଗୋଟେ ଅଛି 01 ଅଛି, 10 ବୋଲେ ତ 10 ଟଙ୍କା, କିନ୍ତୁ 01 ଏ ଆଗରୁ ଯଦି ଶୂନ ଅଛି ତାର କିଛି ମୂଲ୍ୟ ନାହିଁ। ହେଇଗଲା, ପାଠ ତ ବୁଝିଗଲା। ଅଭ୍ୟାସ କରିବା ଏଇଟା କେମିତି କରିବା ଦେଖ। ନିମ୍ନ ସଂଖ୍ୟା ଗୁଡ଼ିକୁ ସଂଖ୍ୟା ଶ୍ରେଣୀରେ ଦର୍ଶାଅ। 58 କ'ଣ ଦର୍ଶାଇବ? ହଜାରେ ହେବନି, ଶତକରେ ହେବନି। ଆରେ ଦୁଇଟି ସଂଖ୍ୟା ଅଛି, ଏଟା ଯୋଡ଼େ ଥୋଇଦିଅ। ତିନିଟା ସଂଖ୍ୟା ଅଛି, ତିନିଟା ଥୋଇଦିଅ। ତିନିଟା ଅଛି 1 2 3 ମାନେ 8 3 2। ଏଠାରେ 1 4 6 7 1 4 6 7 1 0 3 5 1 0 3 5 ହେଲା। ନିମ୍ନ ସଂଖ୍ୟାଗୁଡ଼ିକ ଥିବା ପ୍ରତ୍ୟେକ ଅଙ୍କର ସ୍ଥାନୀୟମାନ ଲେଖ। ସ୍ଥାନୀୟମାନ ଲେଖିବା ଦେଖ 6 7ରେ 67ରେ 6ର ସ୍ଥାନୀୟମାନ 10 6 10 ବା 60, 7ର ସ୍ଥାନୀୟମାନ 7 1 ବା 7 ହେଲା। ତ 9 5 6ରେ 9 ଶତକ, 5 ଦଶକ, 6 ଏକକ। ସେପରି ଏଇଟାକୁ ହଜାରେ ଏଇଟା 3 2 1 ଏଇଟା ଶତକ, ଦଶକ, ଏକକ ହେବ, କିନ୍ତୁ ଏକଟା ହଜାର ହେବ। ଏଠାରେ ବି ସେମିତି 1000 2 ଶତକ, 9 ଦଶକ, 9 ଦଶକ ମାନେ 9 ଗୁଣନ 10 ଆଉ 3 ଏକକ। ବାକ୍ସରେ ଖାଲି କାରଣ ଏଇଟା ଗୋଲି ସଜାଇ ସଂଖ୍ୟା ଗୁଡ଼ାକୁ ଦର୍ଶା, ଗୋଲି ସଜାଇ ସେମିତି ଗେମ୍ ଗୁଡ଼ାକ ଥାଏ ନା, ଗୋଲି ସଜାଇ। କେମିତି ଗୋଲି ସଜାଇବା ତାକୁ? ଗୋଲି ସଜାଇ ନା, ହଁ ବୁଝିଗଲି। ଦେଖ 3 ଅଛି ତ 3ଟା ଗୋଲି ଦେବ, 3ଟା ଏନ୍ତା ଗୋଲ 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 କରି ବୁଲାଇବ। 9 ଅଛି ତ 9ଟା ବୁଲାଇବ, ବୁଝିପାରିଲ ନା? ସହଜ। ଏପରି 8 ଅଛି ତ 8ର ଯେଉଁ ଉପରେ ଯେଉଁ ଡାଙ୍ଗିଟା ଅଛି ବାଡ଼ିର, ସେଇଟା 8ଟା ଏମିତି ଗୋଲେଇ କରିବ, ରିଙ୍ଗ ରିଙ୍ଗ ଭଳିଆ ଚୁଡ଼ି ଚୁଡ଼ି କରିବ ହେଲା। ସେମିତି ସହଜ ଅକ୍ଷରରେ ଲେଖ। ଆଉ କେମିତି 1009 ମାନେ 1009 ଟଙ୍କା, ବୁଝିପାରିଲ? 1009 रुपये, 1009 रुपीज़। ଏଇଟା ତ ବୁଝେଇ ଦେଇଛି ତୁମକୁ ସବୁ, ଠିକ୍ ଅଛି ନା? ପ୍ରଥମ ପ୍ରଶ୍ନ ସବୁ କରିବିନି, ବାକି ସବୁ ଏଇ ଖ ଆଉ ଗ ତୁମ ପାଇଁ ହୋମୱାର୍କ। ଏଇ ପ୍ରଥମଟା ତୁମେ କ'ଣ କରିବ? ଏଇ ପହିଲାଟା ଯେଉଁ ନାଇଁ ଏଇଟା ବୁଝେଇ ଦେଉଛି ହେଲା। ଓମ୍ ନମଃ ଶିବାୟ। 1156 ଏଇଟା କ'ଣ? 1156, 1569, 1999। ବହୁତ ସହଜ ଅଟେ। ତୁମର 3 କ୍ଲାସ୍ର ସଂଖ୍ୟାରେ ଲେଖ। 1690 ବେଲେ କ'ଣ ହେବ? 1690, 1800, 1800। ଧର ଗୋଟିଏ ତୁମେ ଗୋଟିଏ ବାର୍ବି ଡଲ୍ଟେ କିଣିଲ, ସେଟା ଯାହାର ଦାମ 1800 ଟଙ୍କା। 1719 କେତେ? 1719, 1719 ହେବ ନା। ସବୁଠାରୁ ବଡ଼ ସଂଖ୍ୟାଟିକୁ ବାଛି ଲେଖ। ଦେଖ 1800 ବାଲା ଅଛି, 1200, 1900 ବାଲା ଅଛି, 1000 ବାଲା ଅଛି, 1400 ବାଲା ଅଛି। 1900 ବଡ଼, 1953 ବଡ଼ ହେବ ନା। ଗୋଟେ ତାର ଦାମ ସବୁଥିରୁ ଗୋଟେ ବାର୍ବି ଡଲ୍ ଏନ୍ତାକରି 5ଟା ଥିଲା, 1835 ଟଙ୍କା ଗୋଟେ ବାର୍ବି ଡଲ୍ ଥିଲା। ଗୋଟେ ବାର୍ବି ଡଲ୍ 1239 ଟଙ୍କା ଥିଲା ଶାଗୁଆ କଲର୍ର। 1953 ଟଙ୍କାରେ ଗୋଟେ ଗୁଲାବୀ କଲର୍ର ଥିଲା। 1009 ଟଙ୍କାରେ ଗୋଟେ ସଫେଦ କଲର୍ର ଥିଲା, ଧଳା ରଙ୍ଗର, ଧବଳ ବର୍ଣ୍ଣର, ଏମିତି ଧଳା। ଆଉ 1468 ଟଙ୍କାରେ ଗୋଟେ ଫ୍ଲିପକାର୍ଟରେ, ଆମାଜନରେ ଗୋଟେ ନୀଳ ଗୋଟେ ଥିଲା କ'ଣ ବାର୍ବି ଡଲ୍। ତ କେଉଁଟା ହେବ ସବୁଥିରୁ ବଡ଼ ସଂଖ୍ୟା କେଉଁଟା? 1953। ସେପରି ସବୁ ବାଛିବ। ଏଠାରେ କେଉଁଟା ବଡ଼ ହେବ କହିଦେଉଛି ତୁମକୁ ଉତ୍ତର, ତୁମେ ଖୋଜିବ ନିଜେ। ଏ ଦେଖ 1600 ତ ଗଲା, 1000 ଗଲା, 1700 ଗଲା, ଏଇ ଦୁଇଟାରେ ଗୋଟେ 1835 ଟଙ୍କା, 1853 ଟଙ୍କା। ତୁମେ 1800କୁ ଛାଡ଼ିଦିଅ, ଗୋଟେ 35 53, 3 5 5 3 କେଉଁଟା ବଡ଼? 53 ବଡ଼ ଅଭିୟସ୍ଲି, ତ 1853। 1920, 1299, 1929, 1099, 1998। ଦେଖ ଏଇ 1200 କାଟ, 1000 ବାଲାକୁ କାଟ। 1920 ଅଛି, ଏଇ ଦୁଇ ସଂଖ୍ୟା ଲାଷ୍ଟ ଦୁଇ ସଂଖ୍ୟା କାହାକୁ? ଦଶକ ଏକକୁ ଦେଖିବ ହେଲା। ଏଠି ସବୁ ଏକ୍ଜାମ୍ କରିଦେବ। ଏଇ 3 କ୍ଲାସ୍ରେ ବୃତ୍ତି ହୁଏ ନା, ପଢ଼େଇ ଦେବି, ଠିକ୍ ଅଛି। 1920 ଟଙ୍କା ଏରେ କ'ଣ 20କୁ ଦେଖ ହେଲା। ତାପରେ 1929 ଅଛି ଗୋଟେ, 1998 ଅଛି, 98 ବଡ଼, ତ ଏଇଟା ସବୁଥିରୁ ବଡ଼ ହେଲା। ସବୁଠାରୁ ସାନ ସଂଖ୍ୟାଟିକୁ ବାଛି ଦେଖ। ଏଇଟା ଠିକ୍ ଉଲ୍ଟା, ଏ ସବୁଥିରୁ ବଡ଼, ଏଇଟା ସବୁଥିରୁ ସାନ। କେଉଁଟା କରିଦେଉଛି ଦେଖିବ। 1000 ବାଲା ଅଛି, 1600 ବାଲା ଅଛି, 1001 ବାଲା ଅଛି, 1865 ବାଲା ଅଛି, 1900 ବାଲା ଅଛି। 1001 ସବୁଥିରୁ ସାନ ହେବ, କାହିଁକି ନା ଦେଖ 1600 ଗଲା, 1800 ଗଲା, 1900 ଗଲା, ସେ ତ ବଡ଼ ହେଇଯିବ। ସବୁଠାରୁ ବଡ଼ କହିଥିଲେ 1900 ହେଇଥାନ୍ତା। ସବୁଠାରୁ ସାନ କହିଛି ମାନେ ସବୁଥିରୁ ତୁମର ସାନ ଭାଇ କିଏ? ସବୁଥିରୁ କମ୍ ଦାମରେ କେଉଁ ପୁତୁଲିଟା ମିଳୁଛି ତୁମକୁ? କେଉଁଟା ମିଳୁଛି? ଅବଭିୟସ୍ଲି 1080 ଗୋଟେ ଅଛି, 1001 ଗୋଟେ ଅଛି। 1 ବଡ଼ ନା 80 ବଡ଼? 80 ବଡ଼, ତ 1 ସାନ।
କେଉଁଟା ସାନ ଏକ ସାନ ତ ଏଇଟା ସାନ ହେବ ସେମିତି ତୁମେ କରିବ ସବୁ ସାନରୁ ବଡ଼ କ୍ରମରେ ସଜାଇ ଲେଖ ସାନରୁ ବଡ଼ କ୍ରମରେ 1300 এটা ବି ମାନେ ସାନରୁ ବଡ଼ ଏ ଗୋଟେ ବତେ ଦେଉଛି ବାକି ଦୁଇଟା ତୁମେ କରିବ ଦେଖ 1324 1362 1086 1680 1860 ଯେମିତି ଦେଖ ଏଠାରେ ବହୁତ ସାରା ଗଛଲତା ଅଛି ଦେଖ ତ ଏଠାରେ ଯଦି କହିଲେ ସାନରୁ ବଡ଼ ଗଛଲତା ଗୁଡ଼ାକୁ ସଜାଇ ଲେଖ ତ କେଉଁଠି କହିଲେ ପ୍ରଥମେ ସେଇଟା ଗୁଡ଼ାକ ଆସିବ ନା ଘାସ ଆସିବ ତାପରେ କଦଳୀ ଗଛ ତାପରେ ଏଇ ଯେଉଁ ପାଇନ୍ ଗଛ ଆସିବ ଯେଉଁ ପାମ୍ ଟ୍ରି ଯେଉଁ ଶୋ ପାଇଁ ଲଗା ହୁଏ ତାପରେ କ ଗଛ ଆସିବ ତାପରେ ତାଲ ଗଛ ଆସିବ ସେମିତି ବଡ଼ ବଡ଼ ଗଛ ଆସିବ ନା କିନ୍ତୁ ସବୁଥିରୁ ସାନ କିଏ ଏ ଘାସ ଦେଖ ତାର ଠାରୁ ସାନ କିଏ ଶିଉଲି ତ ଶିଉଲି ଘାସ ତାପରେ କ'ଣ କଦଳୀ ଗଛ ତା ଉପରେ ଏ ପାମ୍ ଟ୍ରି ତା ଉପରେ ତାଳ ଗଛ ତା ଉପରେ ଅଖରୋଟ ଟ୍ରି ତା ଉପରେ ରେଡ଼ଉଡ଼୍ ଗଛ ଯେଉଁଟାକି ଆମେରିକାରେ ଥାଏ ସେପରି ଦେଖ ସେପରି ଗୋଟେ ବହୁତ ବଡ଼ ଗଛ ଅଛି ଦେଖ ଦେଖ ହେଲା ତାପରେ ତ ସାନରୁ ବଡ଼ ସେମିତି ସଜାଇବ ଗୋଟେ ବତେଇ ଦେଉଛି ପ୍ରଥମେ ହେବ ଏଇ 1000 ବାଲା 1086 ତାପରେ 1324 ହେବ ତାପରେ ଲେଖିବ 1362 ତାପରେ ଲେଖିବ 1680 ଆଉ ସବୁଥିରୁ ବଡ଼ କିଏ ସବୁଥିରୁ ବଡ଼ ଲାଷ୍ଟ ରହିବ 1860 ସବୁଥିରୁ ସାନ ଫାଷ୍ଟରେ ରହିବ 1086 ଆଉ ସବୁଥିରୁ ବଡ଼ 1860 ଲାଷ୍ଟରେ ରହିବ ବଡ଼ ସାନ କ୍ରମରେ ସଜାଇ ଲେଖ ଏଇଟା ତାର ଠିକ୍ ଉଲ୍ଟା ତାପରେ ଏ ତ କରିଛ ନା এটা রিভিজন ପାଇଁ ପାଠ ତ ବୁଝିଗଲା ନା ଏବେ ଏଇଟା ଆରାମସେ ହେଇଯିବ ଏଇଟା ନେକ୍ସଟ ଯେଉଁ ଭିଡ଼ିଓ ନେକ୍ସଟ ଲେକ୍ଚରରେ ଏଇଟା ପଢ଼ିବା